ଇସ୍କନ ମାନିକି ଭାରତରେ ମାନେ ଅଧୀନରେ ରଥଯାତ୍ରା କରିବେ ବୋଲି ସ୍ୱୀକାର କରିଛି। କିନ୍ତୁ ସେ ଯେଉଁ ଭାରତ ବାହାରେ ଇସ୍କନ ମାନଙ୍କ ସଂସ୍ଥା ଅଛି ସେ ତାକୁ ମାନେ ପ୍ରସ୍ତୁତ ନୁହେଁ। ତଥାପି ଆମେ ପ୍ରଭୁଙ୍କୁ ନିବେଦନ କରୁଛୁ ଏକା ସ୍ୱରରେ ଭଗବାନ ଆକୁଳିତ ହୋଇ ପ୍ରଭୁଙ୍କୁ ଆମେ ଡାକିବା ତାହେଲେ ଏମିତି ଗୋଟେ କ'ଣ ହବ ମନକୁ ମଧ୍ୟ ସେଟା ପରିବର୍ତ୍ତନ ହେଇଯିବ। ଆମେ ତା ପାଇଁ କିଛି ବର୍ତ୍ତମାନ ଚେଷ୍ଟା କରିନୁ। ଚେଷ୍ଟା କଲେ ପ୍ରଭୁଙ୍କ ଇଚ୍ଛା ନିଶ୍ଚୟ ପରିବର୍ତ୍ତନ ହବ ବୋଲି ଆଶା କରୁ। ମନୁଷ୍ୟକୃତ ଚେଷ୍ଟା କ'ଣ ହେଇପାରିବ? ମନୁଷ୍ୟକୃତ ବର୍ତ୍ତମାନ ଚେଷ୍ଟା ପ୍ରଭୁଙ୍କୁ ଆମେ ଡାକିବା ଯେ ସେ ଇସ୍କ ମାନେ ମାନନ୍ତୁ ପରିବର୍ତ୍ତନ କରାଯାଉ। ଗଜପତି ମାନେ ଅସହାୟତା ପ୍ରକାଶ କଲେ ଯେ ବର୍ତ୍ତମାନକୁ ଭକ୍ତ ସମାଜ ହୁଅନ୍ତୁ ଆଚାର୍ଯ୍ୟ ମାନେ ଏମାନେ ସବୁ ମୁହ ଖୋଲିବା ଦରକାର ଆଗକୁ ଆଉ ତାଙ୍କ ହାତରେ କିଛି ଆଉ ନାହିଁ। ହଁ ସେଟା ଠିକ କଥା ଗଜପତି କହୁଛନ୍ତି ସମସ୍ତେ କହୁଛନ୍ତି। ତଥାପି ଆମେ ଆଚାର୍ଯ୍ୟ ମାନଙ୍କ ଦ୍ୱାରା ଦର୍ଶନ ମାନଙ୍କ ଦ୍ୱାରା ଭକ୍ତ ମାନଙ୍କ ଦ୍ୱାରା ଯଦି ଆର କିଛି କରାଯିବ ପ୍ରତିକାର ନିଶ୍ଚିତ ହବ। এই সময়ে বৈদেশিক ব্যাপারে মোদীর ভালো প্রভাব অছি সারা বিশ্বের। তেমন মোদী যদি চাহান্তি সারা দেশের বিশ্বের মানক যে ইস্কন যে সম্প্রদায় অনেক কিছু মানতে আম কথাটা আমার পিতামাতা সাধারণত কহিলে প্রধানমন্ত্রী হিসাবে যে ব্যবস্থা আছে সেটা যদি হল তারপরে কিছু পরিবর্তন হয়ে পারে।